At present, A is 7 times as old as B. 8 years later, A will be 4 times as old as B. What was B's age 4 years ago? ବର୍ତ୍ତମାନ A B ଠାରୁ 7 ଗୁଣ ବଡ଼। 8 ବର୍ଷ ପରେ A B ଠାରୁ 4 ଗୁଣ ବଡ଼ ହେବ। 4 ବର୍ଷ ପୂର୍ବେ Bର ବୟସ କେତେ ଥିଲା? ଅପସନ୍ ଅଛି 19 ବର୍ଷ, 15 ବର୍ଷ, 4 ବର୍ଷ, 8 ବର୍ଷ। ତେବେ ଆମକୁ ଦେଇଛି A B ଠାରୁ 7 ଗୁଣ ବଡ଼ ଏବଂ 8 ବର୍ଷ ପରେ A B ଯେତିକି ବର୍ଷ ହେଇଥିବ ତାର 4 ଗୁଣ ହେବ। ମନେ କରାଯାଉ Bର ବର୍ତ୍ତମାନ ବୟସ X, ତେବେ Aର ବୟସ ହେବ 7X ଯେହେତୁ 7 ଗୁଣ। ତେବେ 8 ବର୍ଷ ପରେ Aର ବୟସ ହେବ ସମାନ 7X ପ୍ଲସ୍ 8 ଏବଂ Bର ବୟସ ହେବ X ପ୍ଲସ୍ 8। ତେବେ ଆମକୁ ଦେଇଥିବା ତଥ୍ୟ ଅନୁସାରେ 7X ପ୍ଲସ୍ 8 ଇକ୍ୱାଲ୍ ଟୁ 4 ହୋଲ୍ ଇଣ୍ଟୁ X ପ୍ଲସ୍ 8। ତେବେ 7X ପ୍ଲସ୍ 8 ଇକ୍ୱାଲ୍ ଟୁ 4X ପ୍ଲସ୍ 32। X ପାଖକୁ ଆସିଲେ 7X ମାଇନସ୍ 4X ଇକ୍ୱାଲ୍ ଟୁ 32 ମାଇନସ୍ 8। That implies 3X equal to 24. That implies X ର ଭ୍ୟାଲ୍ୟୁ ହେଉଛି 8। ତେବେ Bର ବର୍ତ୍ତମାନ ବୟସ ଯଦି 8 ବର୍ଷ ହୁଏ, 4 ବର୍ଷ ପୂର୍ବରୁ Bର ବୟସ ଥିଲା ସମାନ 8 ମାଇନସ୍ 4 ସମାନ 4। ତେବେ ଉତ୍ତର ହେଉଛି 4 ବର୍ଷ।